ସୂତ୍ରଟି ଭଲ ଭାବରେ ମନେ ରଖ। ଶେଷ ଅଙ୍କ 1 ଥିଲେ 1 ନେବା 9 ନେବା, ଭାଗ ବଳ। ଶେଷ ଅଙ୍କ 4 ଥିଲେ 2 ନେବା 8 ନେବା, 2 2 4 8 8 64। ଶେଷ ଅଙ୍କ 5 ଥିଲେ ଖାଲି 5 ନେବା, ଆଉ ତାର ଯୋଡ଼ି କିଛି ନାହିଁ। ଶେଷ ଅଙ୍କ 6 ଥିଲେ ଆମେ 4 ନେବା 6 ନେବା, ମନେ ରଖ 4 ନେବା ଆଉ 6 ନେବା। 4 × 16 636। ଆଉ ଶେଷ ଅଙ୍କ 9 ଥିଲେ 3 ନେବା ଆଉ 7 ନେବା, 3 3 9 7 7 49। ତାପରେ ଯୋଡ଼େ ଶୂନ ଥିଲେ ଗୋଟେ ଶୂନ ନେବା, 4ଟା ଶୂନ ଥିଲେ 2ଟା ଶୂନ ନେବା, ତାର ଅଧା। ଯୁଗ୍ମ ସଂଖ୍ୟକ ଶୂନ ଥିଲେ ତାର ଅଧା ଶୂନ ନେବା, ମନେ ରଖ। ଆଉ କ'ଣ ମନେ ରଖିବା ନା ଶେଷ ଅଙ୍କ 2 3 7 8 ଏଇ ଯେଉଁ ଅଯୁଗ୍ମ ସଂଖ୍ୟକ ଶୂନ ବା ଗୋଟେ ଶୂନ ଥିଲେ ଏଇଟା ବର୍ଗ ବା ଭାଗଫଳ ଆମେ ନେଇପାରିବା ନାହିଁ ବା ବର୍ଗ ସଂଖ୍ୟା ହେଇପାରିବ ନାହିଁ, ବର୍ଗ ସଂଖ୍ୟା ଆମର ହେଇପାରିବ ନାହିଁ, ମନେ ରଖ।